everyone, I am Damayanti. Welcome to my YouTube channel. ମୁଁ ନେଟ୍ ସିଲାବସ୍ ୱାଇଜ୍ ଆଲୋଚନା କରୁଥିଲି ତ ନେଟ୍ ସିଲାବସ୍କୁ ମୁଁ କମ୍ପ୍ଲିଟ୍ କରିଦେଇଛି। ଆପଣମାନେ ପ୍ଲେଲିଷ୍ଟରେ ଯାଇକି ଦେଖିପାରିବେ। ତ ମୁଁ କ୍ୱେଶ୍ଚନ୍ ଆନ୍ସର୍ ଆଲୋଚନା କରୁଥିଲି ସାହିତ୍ୟ ସ୍ରୋତସ୍ୱିନୀ ବୁକ୍ରୁ। ତ ଏବେ ମୁଁ ଆଲୋଚନା କରିବି ସତ୍ୟବାଦୀ ସବୁଜ ଓ ପ୍ରଗତିବାଦୀ ସାହିତ୍ୟର କ୍ୱେଶ୍ଚନ୍ ଆନ୍ସର୍। ଦେଖିବା, ସତ୍ୟବାଦୀ ବନବିଦ୍ୟାଳୟ କିଏ ସ୍ଥାପନ କରିଥିଲେ? ସତ୍ୟବାଦୀ ବନବିଦ୍ୟାଳୟ ଗୋପବନ୍ଧୁ ଦାସ ସ୍ଥାପନ କରିଥିଲେ 1909 ଅଗଷ୍ଟ 12 ତାରିଖରେ। ମନେ ରଖିବେ, ସତ୍ୟବାଦୀ ବନବିଦ୍ୟାଳୟ ଗୋପବନ୍ଧୁ ଦାସ ସ୍ଥାପନ କରିଥିଲେ 1909 ଅଗଷ୍ଟ 12 ତାରିଖରେ। ସତ୍ୟବାଦୀ ବନବିଦ୍ୟାଳୟ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା? ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ। କେଉଁ ଅନୁଷ୍ଠାନ ଆଦର୍ଶରେ ସତ୍ୟବାଦୀ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା? ପୁନାର ଫର୍ଗୁସନ୍ କଲେଜ ଆଦର୍ଶରେ। ପୁନାର ଫର୍ଗୁସନ୍ କଲେଜ ଆଦର୍ଶରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସତ୍ୟବାଦୀର ପଞ୍ଚସଖା କିଏ କିଏ? ସତ୍ୟବାଦୀର ପଞ୍ଚସଖା ହେଉଛନ୍ତି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର। ସତ୍ୟବାଦୀର ପଞ୍ଚସଖା ହେଉଛନ୍ତି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର ଦାସ। ସତ୍ୟବାଦୀ ସାହିତ୍ୟ ଆନ୍ଦୋଳନ ସମୟସୀମା କେତେ? ସତ୍ୟବାଦୀ ସାହିତ୍ୟ ଆନ୍ଦୋଳନର ସମୟସୀମା 1909ରୁ 1920। ଗୋପବନ୍ଧୁଙ୍କ ପ୍ରଥମ ପ୍ରକାଶିତ କବିତା ସଂକଳନର ନାମ କ'ଣ? ଗୋପବନ୍ଧୁଙ୍କ ପ୍ରଥମ ପ୍ରକାଶିତ ସଂକଳନର ନାମ ହେଉଛି ଅବକାଶ ଚିନ୍ତା। 1899ରେ ପ୍ରକାଶିତ। ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତିରକ୍ତ ବିନ୍ଦୁ। ଏହା କେଉଁ କବିତାରୁ ଆନିତ? ଏହା ବ୍ରାହ୍ମଣ ସମିତି ଛାତ୍ରାବାସରେ ବ୍ରାହ୍ମଣ ଛାତ୍ରମାନଙ୍କ ପ୍ରତି କବିତାରୁ ଆସିଛି। ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତିରକ୍ତ ବିନ୍ଦୁ। ଏହି କବିତାଟି ବ୍ରାହ୍ମଣ ସମିତି ଛାତ୍ରାବାସରେ ବ୍ରାହ୍ମଣଙ୍କ ଛାତ୍ରମାନଙ୍କର ପ୍ରତି କବିତାରୁ ଆସିଅଛି। ପଣ୍ଡିତ ନୀଳକଣ୍ଠ କେଉଁ କାବ୍ୟରେ ରାଧାନାଥଙ୍କ କାବ୍ୟ ପ୍ରତି ଆକ୍ଷେପ କରିଛନ୍ତି? କୋଣାର୍କେ। କିଏ ରାଧାନାଥଙ୍କୁ ଧଡ଼ିଆ ପଣ୍ଡିତମନ୍ୟ କହିବାରୁ ତାଙ୍କ ମେଧାବୃତ୍ତି ବନ୍ଦ କରିଦିଆଯାଇଥିଲା? ଗୋପବନ୍ଧୁଙ୍କୁ। ରାଧାନାଥ ଗୋପବନ୍ଧୁଙ୍କୁ ଧଡ଼ିଆ ପଣ୍ଡିତମନ୍ୟ କହିଥିବାରୁ ତାଙ୍କର ମେଧାବୃତ୍ତି ବନ୍ଦ କରିଦିଆଯାଇଥିଲା। ସତ୍ୟବାଦୀ ସାହିତ୍ୟ ଆନ୍ଦୋଳନର ମୁଖପତ୍ର କ'ଣ ଥିଲା? ସତ୍ୟବାଦୀ ସାହିତ୍ୟ ଆନ୍ଦୋଳନର ମୁଖପତ୍ର ଥିଲା 1915। ସତ୍ୟବାଦୀ 1915। ମୋ ନିଶ ପ୍ରବନ୍ଧର ସ୍ରଷ୍ଟା ନୀଳକଣ୍ଠ ଦାସ। ଜାତୀୟ ମମତା ବିଶ୍ୱଜନ ପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି। ଏହା କେଉଁ କବିତାର ଅଂଶ? ବନ୍ଦୀର ଆତ୍ମକଥା। ଗୋପବନ୍ଧୁ ଦାସ। ଜାତୀୟ ମମତା ବିଶ୍ୱଜନ ପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି। ଏହି କବିତାଟି ବନ୍ଦୀର ଆତ୍ମକଥା। ଗୋପବନ୍ଧୁ ଦାସ। ନେକ୍ସଟ, ଗୋପବନ୍ଧୁ ବନ୍ଦୀର ଆତ୍ମକଥା କେଉଁଠାରେ ରଚନା କରିଥିଲେ? ହଜାରିବାଗ ଜେଲରେ 1922ରୁ 1924 ପର୍ଯ୍ୟନ୍ତ। ହଜାରିବାଗ ଜେଲରେ ଗୋପବନ୍ଧୁ କେଉଁ ଦୁଇଟି ଗ୍ରନ୍ଥ ରଚନା କରିଥିଲେ? ବନ୍ଦୀର ଆତ୍ମକଥା ଓ ଧର୍ମପଦ। ଗୋପବନ୍ଧୁଙ୍କ ରଚିତ ଗାଥା କବିତାର ନାମ ଧର୍ମପଦ।
ଗାଥା କବିତା ହେଉଛି ଧର୍ମପଦ। ନେକ୍ସଟ, ସତ୍ୟବାଦୀ ସାହିତ୍ୟର ଆଭିମୁଖ୍ୟ କ'ଣ? ଜାତୀୟତା ଓ ସମାଜ ସଂସ୍କାର। ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି କିଏ ଦେଇଥିଲେ? ପ୍ରଫୁଲ୍ଲ ଚନ୍ଦ୍ର ରାୟ। ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି ଦେଇଥିଲେ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ଉତ୍କଳ ପ୍ରାଦେଶିକ ସମ୍ମିଳନୀର ସଭାପତି। ଦାସନାୟକ କେଉଁ ଗ୍ରନ୍ଥର ଓଡ଼ିଆ ଅନୁବାଦକ? ଦାସନାୟକ ଇନକାଡେନ୍ ଗ୍ରନ୍ଥର ଓଡ଼ିଆ ଅନୁବାଦକ। ନେକ୍ସଟ, କୋଣାର୍କ କାବ୍ୟର କେତୋଟି ଅଂଶ ରହିଛି? 3ଟି ଅଂଶ ରହିଛି। ମାୟାଦେବୀ, ରାମଚଣ୍ଡୀରେ ରାତ୍ରି, ରାମଚଣ୍ଡୀରେ ସକାଳ। ନେକ୍ସଟ, ମାୟାଦେବୀ ମନ୍ଦିର କେଉଁଠାରେ ଅଛି? କୋଣାର୍କ ବେଢ଼ାରେ। ଆର୍ଯ୍ୟ ଜୀବନ କାହାର ସୃଷ୍ଟି? ନୀଳକଣ୍ଠ ଦାସ। ଟେନିସ୍କ ପ୍ରିନ୍ସେସ୍ କାବ୍ୟର ଓଡ଼ିଆ ଅନୁବାଦ କ'ଣ? ପ୍ରଣୟିନୀ। ନୀଳକଣ୍ଠ ଦାସ। ନେକ୍ସଟ, ଗୋଦାବରୀଶ ମିଶ୍ରଙ୍କ ଗାଥା କବିତା ସଂକଳନର ନାମ? ଆଲେଖିକା। ଗୋଦାବରୀଶ ମିଶ୍ରଙ୍କ ଗାଥା କବିତାର ନାମ ଆଲେଖିକା। ଆଲେଖିକାରେ କେତୋଟି ଗାଥା କବିତା ରହିଛି? 10ଟି। ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତହିଁର ସ୍ଥାନ। କାହାର ଆତ୍ମଜୀବନୀ? ଗୋଦାବରୀଶ ମିଶ୍ର। ଉପନ୍ୟାସ କେଉଁ ଇଂରାଜୀ ଉପନ୍ୟାସ? 1817 ଉପନ୍ୟାସ କେଉଁ ଇଂରାଜୀ ଉପନ୍ୟାସ ଅନୁସରଣରେ ଗୋଦାବରୀଶ ମିଶ୍ର ରଚନା କରିଥିଲେ? ଦ ଟେଲ୍ ଅଫ୍ ଟୁ ସିଟିଜ୍, ଚାର୍ଲ୍ସ ଡିକେନ୍ସଙ୍କର ରଚିତ। ନେକ୍ସଟ, ଗୋଦାବରୀଶ ମିଶ୍ରଙ୍କ ରଚିତ ଐତିହାସିକ ନାଟକର ନାମ? ପୁରୁଷୋତ୍ତମ ଦେବ ଆଉ ମୁକୁନ୍ଦ ଦେବ। ଉତ୍କଳ ନେତାର ନାହିଁ ପ୍ରୟୋଜନ, ଉତ୍କଳ ନେତା ନିଜେ ନାରାୟଣ, ଏହା କାହାର ରଚନା? ଗୋପବନ୍ଧୁ ଦାସ। କୃପାସିନ୍ଧୁ ମିଶ୍ର କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? 1986। ଟଙ୍କ ନୀଳକଣ୍ଠ କେଉଁ କାବ୍ୟର ଚରିତ୍ର? ଖାରବେଳ। ତୁଙ୍ଗ ଶିଖରୀ ଚୂଳ, କୁଞ୍ଜ କାନନ ମାଳ, ପୁଣ୍ୟ ଜଳଧି ଜଳ ଖେଳି, ଉଠେ ସପନେ, କବିତା କାହାର ରଚନା? ଗୋଦାବରୀଶ ମିଶ୍ର। ତୁଙ୍ଗ ଶିଖରୀ ଚୂଳ, କୁଞ୍ଜ କାନନ ମାଳ, ପୁଣ୍ୟ ଜଳଧି ଜଳ ଖେଳି, ଉଠେ ସପନେ, କବିତାଟି ଗୋଦାବରୀଶ ମିଶ୍ରଙ୍କର। ନେକ୍ସଟ, ରହ ରହ କ୍ଷଣେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁଚିତ୍ରପଟ, ଏହି କବିତାଟି ରେଳ ଉପରେ ଚିଲିକା ଦର୍ଶନ। ଗୋପବନ୍ଧୁ ଦାସ। ରହ ରହ କ୍ଷଣେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁଚିତ୍ରପଟ, ଏହି କବିତାଟି ରେଳ ଉପରେ ଚିଲିକା ଦର୍ଶନ। ଗୋପବନ୍ଧୁ ଦାସ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରଥମେ କେତେଜଣ ଛାତ୍ରଙ୍କ ନାମ ଲେଖା ଥିଲା? 19 ଜଣ। ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ 1986ରେ କିଏ ଜନ୍ମଗ୍ରହଣ କରିଥିଲେ? କୃପାସିନ୍ଧୁ ମିଶ୍ର। ହେ ସତୀ ହେ ସାରଥୀ ଜୀବନୀ ଗ୍ରନ୍ଥ କାହା ଉଦ୍ଦେଶ୍ୟରେ ଲିଖିତ? ଗୋପବନ୍ଧୁ। ହେ ସତୀ ହେ ସାରଥୀ ଗୋପବନ୍ଧୁଙ୍କ ଜୀବନୀ। ନିତ୍ୟାନନ୍ଦ ଶତପଥୀ। ନେକ୍ସଟ, ସବୁଜ ଲେଖକ ସାହିତ୍ୟିକ ମୁଖ୍ୟ ଚେତନା କ'ଣ? ପ୍ରଣୟ ଚେତନା ଓ ପଳାୟନବାଦ। କେଉଁ ପତ୍ରିକାଟି ସବୁଜ ଗୋଷ୍ଠୀର ମୁଖପତ୍ର ଥିଲା? ଯୁଗବୀଣା। 1933ରେ ପ୍ରଥମେ ପ୍ରକାଶିତ। ସବୁଜ ଗୋଷ୍ଠୀର କର୍ଣ୍ଣଧାର କିଏ ଥିଲେ? ଅନ୍ନଦାଶଙ୍କର। ସବୁଜ ଯୁଗର ପଞ୍ଚସଖା କିଏ ଥିଲେ? ଅନ୍ନଦାଶଙ୍କର, ବୈକୁଣ୍ଠନାଥ, କାଳିନ୍ଦୀ ଚରଣ, ଶରତଚନ୍ଦ୍ର, ହରିହର। ସବୁଜ ସାହିତ୍ୟ ଗୋଷ୍ଠୀ ନନ୍ସେନ୍ସ କ୍ଲବ କେବେ ଗଠନ ହୋଇଥିଲା? 1921। ନନ୍ସେନ୍ସ କ୍ଲବ 1921ରେ ଗଠିତ ହୋଇଥିଲା। ସବୁଜ ସାହିତ୍ୟ ସମିତି କେବେ ଗଠିତ ହୋଇଥିଲା? 1929।
ସବୁଜ ସାହିତ୍ୟର ପଞ୍ଚସଖା କେଉଁଠାରେ ଏକତ୍ରିତ ଶିକ୍ଷା ଲାଭ କରିଥିଲେ? ରେଭେନ୍ସା କଲେଜ। ଓରେ ସବୁଜ ଓରେ ଅବୁଜ ଅଧମରା ଦେର ଘାମରେ ଦୁଇ ବାଞ୍ଚ। ଏହା କାହାର କବିତା? ରବୀନ୍ଦ୍ରନାଥ ଟାଗୋର। ଓରେ ସବୁଜ ଓରେ ଅବୁଜ ଏହା ରବୀନ୍ଦ୍ରନାଥ ଟାଗୋରଙ୍କ କବିତା। ଶ୍ରୀ ସବୁଜ ଛଦ୍ମନାମରେ କିଏ ପ୍ରଥମେ ଲେଖିଥିଲେ? ଅନ୍ନଦା ଶଙ୍କର ରାୟ। ଶ୍ରୀ ସବୁଜ ଛଦ୍ମନାମରେ ପ୍ରଥମେ ଲେଖିଥିଲେ ଅନ୍ନଦା ଶଙ୍କର ରାୟ। ସବୁଜ ପରି ଅନ୍ନଦା ଶଙ୍କରଙ୍କ କେଉଁ ଦୀର୍ଘ କବିତାର ଏକ ଅଂଶ? ପରିମହଲ। ସବୁଜ ଅକ୍ଷର ପୁସ୍ତକର ସ୍ରଷ୍ଟା କିଏ? ଅନ୍ନଦା ଶଙ୍କର ରାୟ। ସବୁଜ ସମକାଳୀନ ଯୁଗ ଭାବରେ ବଙ୍ଗଳା ସାହିତ୍ୟରେ କେଉଁ ଯୁଗ ଆସିଥିଲା? କଲ୍ଲୋଳ ଯୁଗ। ସବୁଜ ସମକାଳୀନ ଯୁଗ ଭାବରେ ବଙ୍ଗଳା ସାହିତ୍ୟରେ କେଉଁ ଯୁଗ ଆସିଥିଲା? କଲ୍ଲୋଳ ଯୁଗ। ସବୁଜ ସାହିତ୍ୟ ଗୋଷ୍ଠୀର ହାତଲେଖା ପତ୍ରିକାର ନାମ କ'ଣ? ଅବକାଶ। ସବୁଜ କବିମାନଙ୍କର ଲେଖା ସାଧାରଣତଃ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ। ଯିବି ପଳାଇ ଦୂରେ ସୁଦୂରେ ସପନ ଲୋକ ଗୋପନ ଲୋକେ କେଉଁ କବିତାରୁ ଉଦ୍ଧୃତ? ସୃଜନୀ ସ୍ୱପ୍ନ। ଯିବି ପଳାଇ ଦୂରେ ସୁଦୂରେ ସପନ ଲୋକେ ଗୋପନ ପୁରେ ଏହା କେଉଁ କବିତା? ସୃଜନୀ ସ୍ୱପ୍ନ। ଶକ୍ତି ହୋଇଥିବ ଚାରୁ ଚରଣ ଦୁଇ ପିଟି ଲୋଟୁଥିବ କେଶ ଧରଣୀ ଛୁଇଁ ଏହା କାହାର ରଚନା? କାଳିନ୍ଦୀ ଚରଣ ପାଣିଗ୍ରାହୀ। ବିରହୀ ଯକ୍ଷ। ଶକ୍ତି ହୋଇଥିବ ଚାରୁ ଚରଣ ଦୁଇ ଫିଟି ଲୋଟୁଥିବ କେଶ ଧରଣୀ ଛୁଇଁ ଏହା କାହାର ରଚନା? କାଳିନ୍ଦୀ ଚରଣ ପାଣିଗ୍ରାହୀ। ବିରହୀ ଯକ୍ଷ। ବାରୟାରୀ ଉପନ୍ୟାସ ଅନୁସରଣରେ ଓଡ଼ିଆରେ କେଉଁ ଉପନ୍ୟାସ ରଚିତ? ବାସନ୍ତୀ ଉପନ୍ୟାସ। ସବୁଜ ଗୋଷ୍ଠୀ ମିଳିତ ଭାବରେ କେଉଁ କବିତା ଗ୍ରନ୍ଥ ରଚନା କରିଥିଲେ? ସବୁଜ କବିତା। ମୃତ୍ତିକା ଦର୍ଶନ କବିତାଟି କାହାର ସୃଷ୍ଟି? ବୈକୁଣ୍ଠନାଥ ପଟ୍ଟନାୟକ। ପଞ୍ଚପୁଷ୍ପ କବିତା ସଂକଳନର ରଚୟିତା କିଏ? ଶରତ ଚନ୍ଦ୍ର ମୁଖାର୍ଜୀ। ବାସନ୍ତୀ ଉପନ୍ୟାସ କେତେ ଜଣ ଲେଖକ ଲେଖିକା ସୃଷ୍ଟି? 9 ଜଣ। ବାସନ୍ତୀ ଉପନ୍ୟାସରେ କେତୋଟି ପରିଚ୍ଛେଦ ରହିଛି? 30ଟି। ଉତ୍ତରାୟଣ କବିତା ସଂକଳନ କାହାର? ବୈକୁଣ୍ଠନାଥ ପଟ୍ଟନାୟକ। ଜୀବନ ପାତ୍ର ମୋ ମରିଚ କେତେ ମତେ ନଦେଲ ବୋଲି କିଛି କହିବି କି ହେ ଆଉ କାହାର ରଚନା? ବୈକୁଣ୍ଠନାଥ ପଟ୍ଟନାୟକ। ଯାତ୍ରା ସଙ୍ଗୀତ କବିତା। ନେକ୍ସଟ କେଉଁ ସବୁ କବି ବୌଦ୍ଧ ଧର୍ମର କିମ୍ବଦନ୍ତୀ ଓ ଐତିହାସିକକୁ ନେଇ ଅନେକ ଗାଥା କବିତା ରଚନା କରିଛନ୍ତି? ବୈକୁଣ୍ଠନାଥ ପଟ୍ଟନାୟକ। ଅନ୍ନଦା ଶଙ୍କରଙ୍କର ସବିତା କବିତାଟି କେଉଁ ଛଦ୍ମନାମରେ ପ୍ରକାଶ କରାଯାଇଥିଲା? ଶ୍ରୀ ଶୋଭାକାନ୍ତ ଚୌଧୁରୀ। ନେକ୍ସଟ ସବୁଜ କବିମାନଙ୍କ ମଧ୍ୟରୁ ବୟୋଜ୍ୟେଷ୍ଠରେ କିଏ ଥିଲେ? କାଳିନ୍ଦୀ ଚରଣ ପାଣିଗ୍ରାହୀ। 1901ରେ ଜନ୍ମ। ଅନ୍ନଦା ଶଙ୍କର ଓଡ଼ିଆ ଭାଷାରେ ସମୁଦାୟ କେତୋଟି କବିତା ରଚନା କରିଥିଲେ? 15ଟି। କବିତା ଗଢ଼େ ଏକ ବିରାଟ ସମାଜର ସବୁରି ପାଇଁ ଯହିଁ ବଖୁରେ ହେଲେ ଘର ଏହା କେଉଁ କବିତାରୁ ଉଦ୍ଧୃତ? ଆଗାମୀ। କାଳିନ୍ଦୀ ଚରଣ ପାଣିଗ୍ରାହୀ। କବିତା ଗଢ଼େ ଏକ ବିରାଟ ସମାଜର ସବୁରି ପାଇଁ ଯହିଁ ବଖୁରେ ହେଲେ ଘର ଏହି କବିତାଟି ଆଗାମୀ। କାଳିନ୍ଦୀ ଚରଣ ପାଣିଗ୍ରାହୀ। ନେକ୍ସଟ କାଳିନ୍ଦୀ ଚରଣଙ୍କ ସାହିତ୍ୟଧାରା ସବୁରୁ କେଉଁ ଚେତନାକୁ ଗତିଶୀଳ ହୋଇଛି? ପ୍ରଗତିବାଦୀ କାବ୍ୟ ଚେତନା। କିଏ ଶଳା ସଇତାନ କବିତାର କବି କିଏ? କାଳିନ୍ଦୀ ଚରଣ ପାଣିଗ୍ରାହୀ।
କୁନ୍ତଳା କୁମାରୀଙ୍କ ଉଚ୍ଛ୍ୱାସ ସଂକଳନରେ କେତୋଟି ସମ୍ବୋଧନମୂଳକ ଗୀତିକା ବା ଓଡ୍ସ ରହିଛି? ଛୋଟ। ସେଫାଳି ପ୍ରତି କବିତା ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଉତ୍କଳ ସାହିତ୍ୟ। କୁନ୍ତଳା କୁମାରୀଙ୍କ ରଚିତ ଶେଷ କବିତାଟି କ'ଣ? ଗଡ଼ଜାତ କୃଷକ। କୁନ୍ତଳା କୁମାରୀଜୀଙ୍କ ଜୀବନୀ ଚରିତ କିଏ ରଚନା କରିଥିଲେ? ଚକ୍ରଧର ମହାପାତ୍ର। କୁନ୍ତଳା କୁମାରୀଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ ତ୍ରିପିଟକ ଚିତ୍ରପଟକ। କୁନ୍ତଳା କୁମାରୀଙ୍କ ଅନ୍ୟ କେଉଁ ଭାବରେ ପରିଚିତ? ଉତ୍କଳ ଭାରତୀ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତଙ୍କ କାବ୍ୟ ଚେତନାର ଆଦର୍ଶ କିଏ ଦେଇଥିଲେ? ଗୋପବନ୍ଧୁ ଦାସ। ରବୀନ୍ଦ୍ରନାଥଙ୍କର ଗୀତାଞ୍ଜଳି ସାହିତ୍ୟ କାନ୍ତକବିଙ୍କ କେଉଁ ଗ୍ରନ୍ଥରୁ ତୁଳନୀୟ? ଜୀବନ ସଙ୍ଗୀତ। କାନ୍ତକବିଙ୍କ ରଚିତ ଉପନ୍ୟାସର ନାମ କ'ଣ? କଣାମାମୁଁ। ବନ୍ଦେ ଉତ୍କଳ ଜନନୀ କେଉଁ କବିଙ୍କ ଦ୍ୱାରା ରଚିତ? କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସବୁଥିରୁ ବଞ୍ଚିତ କରି କେଉଁ ଯବାନ ଉଡ଼ାଇବ ହେ କେଉଁ କବିଙ୍କ ରଚନା? ଲକ୍ଷ୍ମୀକାନ୍ତ ମହାପାତ୍ର। ପଦ୍ମପାଖୁଡ଼ା ସଂକଳନଟି କାହାର? ପଦ୍ମଚରଣ ପଟ୍ଟନାୟକ। କାନ୍ତକବି କେଉଁ ପତ୍ରିକାର ପ୍ରାଣ ପ୍ରତିଷ୍ଠାତା ଥିଲେ? ଡଗର। ଧଉଳି ପାହାଡ଼ କବିତାଟି ପଦ୍ମଚରଣ ପଟ୍ଟନାୟକଙ୍କ କେଉଁ କବିତା ଗ୍ରନ୍ଥରେ ରହିଛି? ପଦ୍ମପାଖୁଡ଼ା। କବି ଗୋଦାବରୀଶ ମହାପାତ୍ରଙ୍କୁ କେଉଁ ସାହିତ୍ୟ ଯୁଗର ଉତ୍ତର ସାଧକ ଭାବରେ ଗ୍ରହଣ କରାଯାଇଛି? ସତ୍ୟବାଦୀ। ଗୋଦାବରୀଶ ମହାପାତ୍ର କେଉଁ ପତ୍ରିକାର ସମ୍ପାଦକ ଥିଲେ? ନିଆଁଖୁଣ୍ଟା। ଗୋଦାବରୀଶ ମହାପାତ୍ର ଉଠ କଙ୍କାଳ ସଂକଳନର ପ୍ରକାଶ କାଳ କେତେ? 1961। ଖଜୁରୀ ଗଛ କବିତାଟି ଗୋଦାବରୀଶ ମହାପାତ୍ରଙ୍କର କେଉଁ ସଂକଳନରେ ସ୍ଥାନିତ? କଣ୍ଟା ଓ ଫୁଲ। ଦୁର୍ଗମଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି ଡାକେ ମନ୍ତ୍ର ସାଧନ ଜାଗ୍ରତ ପୁରବାସୀ କେଉଁ କବିତାରୁ ଆଣିତ? ଉଠ କଙ୍କାଳ। ସତ୍ୟବାଦୀ ବିଦ୍ୟାଳୟର ମୁଖପତ୍ର କ'ଣ ଥିଲା? ବାଣୀ। 1919-21 ପ୍ରକାଶିତ। ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ କିଏ ପରିଚିତ? ମାୟାଧର ମାନସିଂହ। ମାନସିଂହଙ୍କର କୋଣାର୍କ କବିତାର ପ୍ରକାଶ କାଳ କେତେ? ଜୁନ 26। ବାଣୀ ପତ୍ରିକାରେ କୋଣାର୍କ ପତ୍ରିକା। ମାୟାଧର ମାନସିଂହ କେଉଁ ଛଦ୍ମ ନାମରେ କୋଣାର୍କ କବିତା ରଚନା କରିଥିଲେ? ଶ୍ରୀ ଛଦ୍ମ ନାମରେ। ହାୟରେ ଉତ୍କଳ ଭୂମି ପ୍ରକୃତି ସୁନ୍ଦର ମନ୍ଦାକିନୀ ସମ ନଦୀ ଶିବ ସମର ଗିରି ଏହା ମାନସିଂହଙ୍କ କେଉଁ କବିତାର ଅଂଶ? ମହାନଦୀରେ ଜ୍ୟୋତ୍ସ୍ନା। ପାଖରେ ଥାଆନ୍ତା ରସ କବିତା ଚିର ଯୌବନ ପ୍ରଣୟ ଗୀତା ପ୍ରୟାସୀ ଗାଉଥାନ୍ତା ଚୁମ୍ବନ୍ତି ମୁଖ ପୁରନ୍ତା ବୁକୁ ଏହା କେଉଁ କବିତାରୁ ଆନିତ? ତରୁଣ କବିତାର ଆସ୍ୟା। ମାୟାଧର ମାନସିଂହଙ୍କ ରଚିତ ଭ୍ରମଣ କାହାଣୀର ନାମ? ପଶ୍ଚିମ ପଥିକ। କମଳାୟନ କାବ୍ୟର ନାୟକ ନାୟିକା? କମଳ ଓ କରୁଣ। ନିଦ୍ରିତ ଭଗବାନ କବିତାଟି ମାନସିଂହଙ୍କ କେଉଁ ସଂକଳନରେ ରହିଛି? ଜୀବନ ଚିତା। କେଉଁ ପ୍ରବନ୍ଧରେ ମାନସିଂହ ସବୁଜ କବିମାନଙ୍କୁ ତିରସ୍କାର କରିଛନ୍ତି? ପରମ ଧର୍ମ। ଧରାବତରଣ କବିତାଟି କେଉଁ କବିତା ଗ୍ରନ୍ଥରେ ରହିଛି? ହେମଶସ୍ୟ। ମାୟାଧର ମାନସିଂହ ରଚିତ ସୋନେଟ ଧର୍ମୀ କବିତା ସଂକଳନର ନାମ? କ୍ରୁଶ। ଛାନ୍ଦସିକ କବି ଭାବେ କିଏ ପରିଚିତ? ରାଧାମୋହନ ଗଡ଼ନାୟକ। ରାଧାମୋହନ ଗଡ଼ନାୟକଙ୍କ ବିଶ୍ୱ ଜୀବନ ପଥେ କବିତାଟି କେଉଁ ମହାପୁରୁଷଙ୍କ ଅବଲମ୍ବନରେ ରଚିତ? ଗୋପବନ୍ଧୁ ଦାସ। ଗୋପବନ୍ଧୁଙ୍କୁ ନେଇ ରଚିତ ଗଡ଼ନାୟକଙ୍କ କାବ୍ୟର ନାମ? ପଶୁପକ୍ଷୀ କାବ୍ୟ। ମୁଁ ଦେଖିଯିବି ଏଠି ବସି ସେହି ଚିତ୍ର ଆଗରୁ ଯା ଦେଇନାହିଁ ଦେଖା
ମୁଁ ଲେଖିବି ଏଠି ବସି ସେହି କାବ୍ୟ ଆଗରୁ ଯା ଦେଖି ନାହିଁ ଲେଖା କେଉଁ ସଂକଳନରୁ ଆସିଛି ସୂର୍ଯ୍ୟ ଓ ଅନ୍ଧାର। ରାଧାମୋହନ ଗଡ଼ନାୟକ। ନେକ୍ସଟ, ରାଧାମୋହନ ଗଡ଼ନାୟକ କେଉଁ କବିତା ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ସୂର୍ଯ୍ୟ ଓ ଅନ୍ଧାର। ରୂପାୟନ କବିତା ସଂକଳନର କବି କିଏ? କୃଷ୍ଣଚନ୍ଦ୍ର ତ୍ରିପାଠୀ। ଓଡ଼ିଆ ସାହିତ୍ୟର ପ୍ରଥମ ଗଦ୍ୟ କବିତାର ନାମ? ଚତୁର୍ଥୀ। ଚତୁର୍ଥୀ କବିତାର କବି କିଏ? ଶ୍ରୀ ପ୍ରତାପ ସେନ। 1935ରୁ 36 ବେଳକୁ କେଉଁ ଧାରା ଓଡ଼ିଆ ସାହିତ୍ୟରେ ପ୍ରବେଶ କରିଥିଲା? ପ୍ରଗତିବାଦୀ ଧାରା। ପ୍ରଗତିବାଦୀ ସାହିତ୍ୟ କେଉଁ ପାଶ୍ଚାତ୍ୟ ଦର୍ଶନରେ ପ୍ରଭାବିତ? ମାର୍କ୍ସ ଦର୍ଶନ। ନବଯୁଗ ସାହିତ୍ୟ ସଂସଦର ଗଠନର ନେତୃତ୍ୱ କିଏ ନେଇଥିଲେ? ଭଗବତୀ ଚରଣ ପାଣିଗ୍ରାହୀ। ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରକାଶିତ ପତ୍ରିକାର ନାମ? ଆଧୁନିକ। ଆଧୁନିକ ପତ୍ରିକା କେବେ ପ୍ରକାଶ ପାଇଥିଲା? 1937 ମସିହା। ଗଡ଼ଜାତ ଲେଖକଙ୍କ ମଧ୍ୟରେ ନବଜାଗରଣର ସୂତ୍ରପାତ ପାଇଁ କେଉଁ ପତ୍ରିକା ପ୍ରକାଶ ପାଇଥିଲା? କୃଷକ ପତ୍ରିକା। ଘିନୁଆ କେଉଁ ଗଳ୍ପର ଚରିତ୍ର? ଶିକାର। ଅର୍ଥ ଓ ପରମାର୍ଥର ଲେଖକ କିଏ? ଭଗବତୀ ଚରଣ ପାଣିଗ୍ରାହୀ। ନିଖିଳ ଭାରତୀୟ ଲେଖକ ସଂଘ କେବେ ଗଠିତ ହୋଇଥିଲା? 10 ଏପ୍ରିଲ 1936। ନିଖିଳ ଭାରତୀୟ ଲେଖକ ସଂଘର ପ୍ରଥମ ଅଧିବେଶନ କେଉଁଠାରେ ହୋଇଥିଲା? ଲକ୍ଷ୍ନୌ। ପାଞ୍ଚଜନ୍ୟ କବିତା ଗ୍ରନ୍ଥଟି କାହାର? ନିତ୍ୟାନନ୍ଦ ମହାପାତ୍ର। ତର୍ପଣ କରେ ଆଜି କବିତାର ଲେଖକ? ଅନନ୍ତ ପଟ୍ଟନାୟକ। ସଚ୍ଚିଦାନନ୍ଦ ରାଉତରାୟଙ୍କର ପ୍ରଥମ କବିତା ସଂକଳନର ନାମ? ପାଥେୟ। ପୂର୍ଣ୍ଣିମା ଗୀତିନାଟ୍ୟର ସ୍ରଷ୍ଟା? ସଚ୍ଚିଦାନନ୍ଦ ରାଉତରାୟ। ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ଏକମାତ୍ର ଏକାଙ୍କିକାର ନାମ? କାକ ଓ କୁକ୍କୁଟ। ଛୋଟ ମୋର ଗାଁଟି କବିତା କେଉଁ ସଂକଳନରେ ରହିଛି? ପଲ୍ଲୀଶ୍ରୀ। ଧର୍ମ ମତ ଖୁଆଇ କରିଛ ଭାଇ ମଣିଷ ଜାତିକୁ ଚିରଦିନ ମଜକୁର ଅଫିମ ନିଶାରେ ଖଲି ସେ ନପାରେ ଆଖି। ଏ କେଉଁ କବିତାରୁ? ସର୍ବନାଶର ପଥେ। ସଚ୍ଚିଦାନନ୍ଦ ରାଉତରାୟ। ନେକ୍ସଟ, ସଚ୍ଚି ରାଉତରାୟ କେଉଁ କବିଙ୍କୁ ପଳାୟନପନ୍ଥୀ ବୋଲି ଉଦ୍ବୋଧନ କରିଥିଲେ? ସବୁଜ କବି। ବାଜି ରାଉତ କାବ୍ୟ କେବେ ପ୍ରକାଶିତ ହୋଇଥିଲା? 1941। ସଚ୍ଚି ରାଉତରାୟ କାହାକୁ କୋଟି କଙ୍କାଳର ଭଗ୍ନ ବୁକୁର ସ୍ତୂପ ବୋଲି କହିଛନ୍ତି? କୋଣାର୍କକୁ। ପ୍ରତିଭା ନାୟକ କବିତାଟି କେଉଁ ଗ୍ରନ୍ଥରୁ ଆଣିତ? ପାଣ୍ଡୁଲିପି। ମାଟିଆ ବୁରୁଜର ଜହ୍ନରେ ସଚ୍ଚି ରାଉତରାୟଙ୍କର କେଉଁ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ? ରୋମାଣ୍ଟିକ ବାସ୍ତବବାଦୀ। ସଚ୍ଚି ରାଉତରାୟଙ୍କର କବିତା କିଏ ଘଡ଼ଘଡ଼ି କବିତା ବୋଲି କହିଛନ୍ତି? ଗୋପୀନାଥ ମହାନ୍ତି। ସଚ୍ଚି ରାଉତରାୟଙ୍କ କବିତାକୁ ଗୋପୀନାଥ ମହାନ୍ତି ଘଡ଼ଘଡ଼ି କବିତା ବୋଲି କହିଛନ୍ତି। ତୁମେ ମୋର ଛାପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି। ଏହା କେଉଁ କବିତାରୁ ଉଦ୍ଧୃତ? ରାଜଜେମା। ସଚ୍ଚି ରାଉତରାୟ। ତୁମେ ମୋର ଛାପା ବହି ଯେତେବେଳେ ଛୁଅଁ ଛୁଇଁ ନୂଆ ମଣିଷର ଛାତି। ରାଜଜେମା। ସଚ୍ଚି ରାଉତରାୟ। ନବୀନ ଯୁଗର ତରୁଣ ଜାଗରେ ଜାଗବନ୍ଦନ ହରା ଉଦ୍ବୋଧନୀ ଗୀତିକବି କିଏ? ଅନନ୍ତ ପଟ୍ଟନାୟକ। ମୃତ୍ୟୁର ଜଳେ ପହଁରି ପହଁରି ତଳେ ଯେ ତଳେ ଲାଗି ରକ୍ତ କଇଁ। ଏହା କେଉଁ କବିତାରୁ ଆଣିତ? ଝରରେ ରୁଧିର। ଅନନ୍ତ ପଟ୍ଟନାୟକ। ଅନନ୍ତ ପଟ୍ଟନାୟକ କେଉଁ ଛଦ୍ମନାମରେ କିଏ କବିତା ଲେଖିଥିଲେ? ଅତନୁ। 1939ରେ ପ୍ରକାଶିତ ରକ୍ତଶିଖା କବିତା ଗ୍ରନ୍ଥ କେଉଁ ଦୁଇ କବିଙ୍କର ସ୍ୱାକ୍ଷର ବହନ କରେ? ସଚ୍ଚି ରାଉତରାୟ ଓ ଅନନ୍ତ ପଟ୍ଟନାୟକ। କହ କହ କେଉଁ ଜାତି ପାଇଛି ମୁକତି କରି ହାରି ହୁରି ଗୁହାରି। ଏହା କେଉଁ କବିଙ୍କ ରଚନା? ଜାତୀୟ କବି ବାଞ୍ଛାନିଧି।
କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ ଏକ ହୁଅ ତୁ ଭାରତ ଜନତା ସଂଗ୍ରାମର ମଇଦାନରେ। ଏହା କେଉଁ କବିଙ୍କ କବିତାର ଉଦ୍ଧୃତ? ମନମୋହନ ମିଶ୍ର। ମନମୋହନ ମିଶ୍ରଙ୍କ ପ୍ରଥମ କବିତା ସଂକଳନର ନାମ କୋଟିକଣ୍ଠୀ। କବି ରଘୁନାଥ ଦାସ କେଉଁ ଛଦ୍ମନାମରେ ଝଙ୍କାରରେ ନିୟମିତ କବିତା ଲେଖୁଥିଲେ? ଶ୍ରୀ ଜଟାୟୁ। ଅଗଷ୍ଟ 15 ଓ ଅନ୍ୟ କବିତା ଗ୍ରନ୍ଥର କବି କିଏ? ରଘୁନାଥ ଦାସ। ଜଙ୍ଗଲୀ ଗଳ୍ପର ଲେଖକ? ଭଗବତୀ ଚରଣ ପାଣିଗ୍ରାହୀ। ତ ଆମର ସବୁଜ ଯୁଗ, ସତ୍ୟବାଦୀ ଯୁଗ, ଏସବୁ କବିଙ୍କର ରଚନା ଆମର ସମାପ୍ତ ହେଲା। ତ ଆମେ ଟିକେ ଟେକ୍ସଟ ଦେଖିବା। ସବୁଜ ସତ୍ୟବାଦୀ ସବୁ ଯୁଗର କବିମାନଙ୍କର ରଚନା ଓଡ଼ିଆ ସାହିତ୍ୟ ଇତିହାସ ବୁକରୁ ଦେଖିବା। ଓଡ଼ିଆ ସାହିତ୍ୟର ଇତିହାସ ଡକ୍ଟର ପ୍ରଫେସର ମହାପାତ୍ର ଆଉ ପ୍ରେମାନନ୍ଦ ମହାପାତ୍ରଙ୍କ ବୁକ୍। ସତ୍ୟବାଦୀ ଗୋଷ୍ଠୀ ସାହିତ୍ୟ ମାନେ 555 ପୃଷ୍ଠା। ସତ୍ୟବାଦୀ ଗୋଷ୍ଠୀ ପ୍ରଥମେ ଦେଖିବା ପଣ୍ଡିତ ଗୋପବନ୍ଧୁ ଦାସ। 1977ରୁ 1928 ତାଙ୍କର ସମୟ ସୀମା। ସେ ଥିଲେ ଏକାଧାରାରେ କବି, ପ୍ରାବନ୍ଧିକ, ସାମ୍ପ୍ରତିକ ଓ ଦାର୍ଶନିକ। ସେ କ'ଣ ରଚନା କରିଥିଲେ? ତାଙ୍କର ଲେଖାରୁ ଝରି ପଡ଼ିଥିଲା କ'ଣ ନା, ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ, ପ୍ରତିରକ୍ତ ବିନ୍ଦୁ। ପୁନଶ୍ଚ କବି କାମନା କରିଛନ୍ତି ଜାତୀୟ ମମତା, ବିଶ୍ୱଜନ ପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି। ଏଇଟା ଦେଇଥିବ ଆଉ କହିଥିବ ଏଇଟା କିଏ ଲେଖିଛନ୍ତି। କିଏ ଏଇଟା ଲେଖିଛନ୍ତି? ପଣ୍ଡିତ ଗୋପବନ୍ଧୁ ଦାସ। ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ, ପ୍ରତିରକ୍ତ ବିନ୍ଦୁ। ଏଇଟା ମନେ ରଖିବେ। ସେ 1877 ମସିହା ଅକ୍ଟୋବର 9 ତାରିଖ ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଏତେ ଆସେନି, ତାଙ୍କ ରଚନା ଆମେ ଦେଖିବା। ଆଉ ସେ କ'ଣ କହିଥିଲେ ନା, ଗୋପବନ୍ଧୁ ସ୍ୱୟଂ ପ୍ରମାଣିତ କରିଛନ୍ତି କି ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ। ହେଲା, ଧର୍ମପଦ କବିତାରେ ମନେ ରଖିବେ। ଗୋପବନ୍ଧୁ ଧର୍ମପଦ କବିତାରେ ଲେଖିଛନ୍ତି ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର,
କର୍ମ ଏକା ତାର ଜୀବନର ମାନ